ଆଜି ଆମ ଗୋଟେ ଆସିଛି ଭିଭୋ Y200e ମଡେଲ ଦେଖିବ ଯେ ପୁରା କଣ୍ଡିସନ ଏକଦମ ଭାବରେ ଚାଲିଛି। କଷ୍ଟମର ଦବା ଆଗରୁ କଷ୍ଟମର 3-4 ଜାଗା ଦୋକାନରେ ଦେଖେଇଥିଲେ ଆଉ ତାଙ୍କର ସବୁ ଆଇସି 3-4ଟା ଆଇସି ଫାଟି ଯାଇଥିଲା। 3-4ଟା ଦୋକାନୀ ବି କହିଲେ ଏଇଟା ହେଇପାରିବନି, କେୟାର କୁ ଯାଆନ୍ତୁ। କଷ୍ଟମର ବି କେୟାର କୁ ଯାଇଥିଲେ, କେୟାର ସଫର ହେଇଥିଲେ, କେୟାର କହିଲେ ଡାଇରେକ୍ଟ ମଦର ବୋର୍ଡ ଚେଞ୍ଜ ହବ, କାହିଁକି ନା କଷ୍ଟମର ଯେହେତୁ କହିଲେ ମୋର ଡାଟା ହିଁ ଅର୍ଜେଣ୍ଟ ଦରକାର ଅଛି। ତ ଦେଖିବା ପୁରା ପାସୱାର୍ଡ ମାଗୁଛି ମାନେ ଡାଟା ସେଭ୍ ହେଇକି ଅଛି ସବୁ। ଆମ ଭାଇ କାମ କଲେ ଭାଇଙ୍କୁ ପଚାରି ବୁଝିବା କଣ କାମ ହେଲା ଆଉ କେତେ ଟାଇମ ମଧ୍ୟରେ ହେଲା, ମାର୍କେଟ ପ୍ରାଇସ ଠୁ କମ ପ୍ରାଇସ ହେଲା ନା ଅଧିକ ପ୍ରାଇସ ହେଲା। ଭାଇ ଆପଣଙ୍କୁ ଏଇଟା କଣ କାମ ହେଲା? ଏଇଟା ସିପିୟୁ କାମ ହେଲା। ଆଚ୍ଛା, କରିବା ପାଇଁ 1.5 ଘଣ୍ଟା ଲାଗିଲା। 1.5 ଘଣ୍ଟା ଲାଗିଲା। ଆଉ ଏଇଟା ଆଗରୁ ବହୁତ ଜାଗାରେ କାମ ହେଇଥିଲା। ମାନେ ଆଗରୁ ଅଲରେଡି କାମ ହେଇଥିଲା ସବୁ ଆଇସେରିଆ। ଆପଣ କହୁଥିଲେ ଯେ ଆଇସେରିଆ ତାର ଫାଟି ଯାଇଥିଲା ସବୁ। ତ ଦେଖନ୍ତି ଭାଇ ଆମର କହିଲେ ଅଲରେଡି ଆଇସ କାମ ହେଇଥିଲା, ଗୋଟେ 1.5 ଘଣ୍ଟା ଭିତରେ ସିପିୟୁ କାମ ହେଇଗଲା। ଏଇଭଳି ମଡେଲ ବହୁତ ଲାଟେଷ୍ଟ ମଡେଲ ଦେଖିପାରୁଛି ଭିଭୋ Y200। ମାର୍କେଟରେ ବହୁତ ଚାହିଦା ଥିଲା ଏଇ ମଡେଲର। ତ ଆପଣମାନଙ୍କୁ ରେଫର କରୁଛି ବାପୁଜୀ ନଗର ଅମ୍ବିକା ମୋବାଇଲ କେୟାର ଆସନ୍ତୁ, ଜଲ୍ଦି କାମ କରିକି ନେଇଯାଇ ପାରନ୍ତୁ। ଆଉ ଆମ ଇନଷ୍ଟା ଭିଡିଓ ଯଦି ଦେଖିକି ଆସନ୍ତି ତାହେଲେ ଆପଣଙ୍କୁ କୁଇକଲି କାମ କରି ଦିଆଯିବ। ଆମର ଆଡ୍ରେସଟା ହଉଛି ଲେନ୍ ନମ୍ବର 11 ଅଛି, ଦୁର୍ଗା ମନ୍ଦିର ସାଇଡରେ ଅମ୍ବିକା ମୋବାଇଲ କେୟାର।